ଆପଣମାନେ ମୋନାଲିସାକୁ ତ ଭଲ ଭାବରେ ଜାଣିଥିବେ, ଯାହାକୁ ସମସ୍ତେ ଆବିଷ୍କାର କରିଥିଲେ ମହାକୁମ୍ଭ ମେଳାରେ। ତାର ଢଳ ଢଳ ଆଖି, ସୁନୀଳ ନୟନ, ଶ୍ୟାମଳ ଶରୀର ସମସ୍ତଙ୍କୁ ଆକୃଷ୍ଟ କରିଥିଲା। ସେ ସେତେବେଳେ ଥିଲା କେବଳ ମାଳିବିକା ଝିଅଟିଏ, କିନ୍ତୁ ଧୀରେ ଧୀରେ ସେ ଏତେ ପ୍ରସିଦ୍ଧ ହୋଇଗଲା ଯେ ତାକୁ ଦେଖିବା ପାଇଁ ରିପୋର୍ଟର ଠାରୁ ଆରମ୍ଭ କରି ଡାଇରେକ୍ଟର, ପ୍ରଡ୍ୟୁସର, ସାଧାରଣ ମଣିଷ ପର୍ଯ୍ୟନ୍ତ ଧାଡ଼ି ଛାଡ଼ିଲେ। ପ୍ରକୃତରେ ମୋନାଲିସା ଜଣେ ସରଳ ଓ ନିରୀହ ଯୁବତୀ ଥିଲା, କିନ୍ତୁ ସରୋଜ ମିଶ୍ରାଙ୍କର ଭଲ ଫିଲ୍ମରେ ତାକୁ ସୁଯୋଗ ମିଳୁଥିବାରୁ ସେ ସେଥିରେ କାମ କରିଥିଲା। କିନ୍ତୁ ଏଇ ଭିତରେ ଜଣେ ଫରମାନ ଖାନ୍ ନାମକ ଜଣେ କେରଳବାସୀ ତା ସହିତ 6 ମାସ ହବ ସୋସିଆଲ ମିଡିଆରେ ସମ୍ପର୍କ ସ୍ଥାପନ କରିଥିଲେ। ସେ ତାଙ୍କ ଘରକୁ ଆସି ତାଙ୍କ ବାପାଙ୍କୁ କହିଥିଲେ ଯେ ତୁମ 2 ଜଣଙ୍କର ଟିକଟ କରିଛି, ତୁମ ଝିଅକୁ ମୁଁ ଗୋଟେ ଫିଲ୍ମ ଦେବି। ବାପ ଝିଅଙ୍କୁ ଫିଲ୍ମ ଦେବା ନାଁରେ ନେଇ ସେ ଏୟାରପୋର୍ଟ ଯାଇଥିଲା ଏବଂ ଏୟାରପୋର୍ଟ ଠାରେ ତା ବାପାଙ୍କୁ ମନା କରିଦେଇଥିଲା, ତୁମର ଟିକେଟ କ୍ୟାନସଲ ହୋଇଯାଇଛି, ଆଉ ତୁମ ଝିଅକୁ ମୁଁ ନେଇ ଫିଲ୍ମ କରିବା ପାଇଁ ଯାଉଛି। ଏହି ସମୟରେ ତା ବାପା ବହୁତ ରୋକିଥିଲେ, କିନ୍ତୁ ସେ ତା ବାପାଙ୍କୁ ନ ନେଇ ତାଙ୍କ ଝିଅକୁ ନେଇ ସେ ଚାଲି ଯାଇଥିଲା।